ଫେବୃଆରୀ 11 ବେର୍ନାଦେତାଙ୍କୁ ଧନ୍ୟକୁମାରୀ ମାରିଆଙ୍କ ଦର୍ଶନର ପର୍ବ। ଫ୍ରାନ୍ସ ଦେଶର ଲୁର୍ଦୁ ଗ୍ରାମରେ ବେର୍ନାଦେତା ନାମକ ଗୋଟିଏ ଗରିବ ବାଳିକା ବାସ କରୁଥିଲେ। ଦିନେ କାଠ ସଂଗ୍ରହ କରିବା ସମୟରେ ସେ ହଠାତ୍ ଜଣେ ନାରୀଙ୍କୁ ଉଭା ହେବା ଦେଖିଲେ। ତତ୍ପରେ ଭୟରେ ସେ ମାଳା ପ୍ରାର୍ଥନା କରିବା ଆରମ୍ଭ କଲେ। କିନ୍ତୁ ପରେ ପରେ ଜାଣିବାକୁ ପାଇଲେ ସେ ହେଉଛନ୍ତି ନିଜେ ଧନ୍ୟକୁମାରୀ ମାରିଆ। ମା ମାରିଆ ତାହାଙ୍କୁ 18 ଥର ସେହି ସ୍ଥାନକୁ ଆସିବାକୁ ଅନୁରୋଧ କଲେ ଏବଂ ପାପୀମାନଙ୍କର ମନ ପରିବର୍ତ୍ତନ ନିମନ୍ତେ ପ୍ରାର୍ଥନା କରିବାକୁ ଅନୁରୋଧ କଲେ। ସେହି ସ୍ଥାନରେ ଯେଉଁ ଝରଣା ଥିଲା, ତହିଁରେ ଅନେକ ତୀର୍ଥଯାତ୍ରୀ ଆସି ସେହି ଜଳ ସ୍ପର୍ଶ କରି ସୁସ୍ଥତା ହାସଲ କଲେ।